ମାଲିକିଆଣୀ ତାଙ୍କ 16 ବର୍ଷର ଝିଅକୁ ମୋ ପାଖରେ ଛାଡ଼ିକି ତୀର୍ଥଯାତ୍ରା ଚାଲିଗଲେ। ମୁଁ ବି ମାଲିକିଆଣୀ ଝିଅଙ୍କର ସବୁ କାମ କରୁଥିଲି, ଆଉ ରାତି ହେଲେ ପାଖରେ ଶୁଆଇ ଦେଉଥିଲି। ଏକୁଟିଆ ଝିଅଟା, ମାଲିକିଆଣୀ ପରମିଶନ ଦେଇଥିଲେ ପାଖରେ ଶୁଆଇବା ପାଇଁ। ଦିନେ ରାତିରେ ମୁଁ ଶୋଇଥିବା ସମୟରେ ମୋତେ କିଛି ନରମ ନରମ ଲାଗିଲା। ଯେତେବେଳେ ମୁଁ ଆଖି ଖୋଲିଲି, ଯାହା ଦେଖିଲି ମୋର ହୋସ ଉଡ଼ିଗଲା। କାହିଁକି ନା ମାଲିକିଆଣୀଙ୍କ ଝିଅ ମୋ ସହିତ। ମୋ ନାଁ ଆଦିତ୍ୟ, ମୋ ବୟସ 25 ହେବ। ମୁଁ ଜଣେ ମାଲିକିଆଣୀଙ୍କ ଘରେ ରହି କାମ କରୁଥିଲି। ମାଲିକିଆଣୀ ତୀର୍ଥଯାତ୍ରାରେ ଯିବା ପାଇଁ ବାହାରିଥିଲେ। ସେଥିପାଇଁ ମାଲିକିଆଣୀ ବାରମ୍ବାର ମୋତେ କହୁଥିଲେ, ଆଦିତ୍ୟ, ମୋର ପୁରା ଘରର ଦାୟିତ୍ୱ ମୁଁ ତତେ ଦେଉଛି। ମୁଁ ଯେତେ ଭରସା ତୋ ଉପରେ କରିପାରିବି, ଆଉ କେଉଁ ଚାକର ଉପରେ ନୁହେଁ। ମୁଁ ବି 10 ବର୍ଷରୁ ମାଲିକିଆଣୀଙ୍କ ପାଖରେ ରହି ଆସୁଛି। ସେଥିପାଇଁ ମାଲିକିଆଣୀ ମୋ ଉପରେ ବହୁତ ବିଶ୍ୱାସ କରୁଥିଲେ। ମାଲିକିଆଣୀ ତୀର୍ଥଯାତ୍ରାକୁ ଯିବା ପୂର୍ବରୁ ମୋତେ କହିଲେ, ଆଦିତ୍ୟ, ମୁଁ ସିପ୍ରାକୁ ତୋ ଭରସାରେ ତୋ ପାଖରେ ଛାଡ଼ି ଯାଉଛି। ତତେ ଜଣାଅଛି ନା, ସିପ୍ରାର ନିଦରେ ଚାଲିବାର ଅଭ୍ୟାସ ଅଛି ବୋଲି। ମୋ ମୁଣ୍ଡ ହଲେଇ ହଁ କହୁଥାଏ। ମାଲିକିଆଣୀଙ୍କ ଝିଅ 16 ବର୍ଷର ଥିଲା। ସେ ଦେଖିବାକୁ ବହୁତ ଚୁଲବୁଲି ଆଉ ସୁନ୍ଦର ଥିଲା। ସେ ମାଲିକିଆଣୀଙ୍କର ଗୋଟିଏ ବୋଲି ଝିଅ ଥିଲା। ସେଥିପାଇଁ ତାକୁ ମାଲିକିଆଣୀ ବହୁତ ସ୍ନେହରେ ପାଳିଥିଲେ। ତାକୁ କୌଣସି ଜିନିଷର ଅଭାବ ରଖିନଥିଲେ। ମୁଁ ମାଲିକିଆଣୀଙ୍କୁ କହିଲି, ଠିକ୍ ଅଛି ମାଲିକିଆଣୀ, ମୁଁ ଛୋଟ ମାଲିକିଆଣୀଙ୍କର ଧ୍ୟାନ ରଖିବି। ଆପଣ ଆରାମସେ ଯାଇକି ବୁଲିକି ଆସନ୍ତୁ। କିନ୍ତୁ ମାଲିକିଆଣୀ ଯେଉଁ କଥା କହିଲେ, ମୋର ତ ହୋସ ଉଡ଼ିଗଲା। ସେ କେମିତି ଏକଥା କହିପାରିଲେ? ସେ କହିଲେ କି ରାତିରେ ତୁ ସିପ୍ରା ପାଖରେ ହିଁ ଶୋଇବୁ, ଆଉ ତା ରୁମ୍ରେ ଶୋଇବୁ। ଏକଥା ଶୁଣିକି ମୁଁ ପୁରା ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ମାଲିକିଆଣୀଙ୍କୁ କହିଲି, ମ୍ୟାଡ଼ାମ୍, ମୁଁ କେମିତି ଛୋଟ ମାଲିକିଆଣୀଙ୍କ ରୁମ୍ରେ ଆଉ ତାଙ୍କ ପାଖରେ ଶୋଇପାରିବି? ସେହି ସମୟରେ ମାଲିକିଆଣୀ କହିଲେ, ଆଦିତ୍ୟ, ମୁଁ କହିଦେଲି ମାନେ କହିଦେଲି, ବାସ୍, ତତେ ସିପ୍ରା ରୁମ୍ରେ ଶୋଇବାକୁ ପଡ଼ିବ। ମୁଁ ମାଲିକିଆଣୀଙ୍କ କଥାକୁ କାଟି ପାରୁନଥିଲି। କିନ୍ତୁ ମୁଁ ମନେ ମନେ ଭାବି ସାରିଥିଲି କି ମୁଁ ସିପ୍ରା ରୁମ୍ରେ ହିଁ ଶୋଇବିନି। ମାଲିକିଆଣୀ ଜଣେ ବିଧବା ସ୍ତ୍ରୀ ଲୋକ ଥିଲେ, କିନ୍ତୁ ବହୁତ ଧନୀ ଥିଲେ। ତାଙ୍କର ବହୁତ ପ୍ରକାରର ବିଜନେସ୍ ଥିଲା, ଆଉ ତାଙ୍କର ଗୋଟିଏ ଝିଅ ଥିଲା, ଯାହାକୁ ସେ ବହୁତ ସ୍ନେହରେ ପାଳିଥିଲେ। ଯେତେବେଳେ ମୁଁ ମାଲିକିଆଣୀଙ୍କ ପାଖକୁ ନୂଆ ନୂଆ ଆସିଥିଲି, ସେ ସମୟରେ ମାଲିକ ବଞ୍ଚିଥିଲେ। ମାଲିକ ମାଲିକିଆଣୀକୁ ଫୁଲଟିଏ ପରି ସଜେଇକି ରଖୁଥିଲେ, ଆଉ ମାଲିକିଆଣୀକୁ ବହୁତ ଭଲ ପାଉଥିଲେ। ସେମାନଙ୍କର ଲଭ୍ ମ୍ୟାରେଜ୍ ଥିଲା। ସିପ୍ରା ଜନ୍ମ ହେବା ପୂର୍ବରୁ ହିଁ ମାଲିକଙ୍କର ରୋଡ଼ ଆକ୍ସିଡେଣ୍ଟରେ ଡେଥ୍ ହୋଇଗଲା। ମାଲିକିଆଣୀ ତ ପୁରା ପାଗଳି ହୋଇଯାଇଥିଲେ। ସେ କହୁଥିଲେ ସେ ଆସିବେ, ସେ ମୋତେ କେବେ ହେଲେ ଛାଡ଼ିକି ଯାଇପାରିବେନି। ମାଲିକିଆଣୀଙ୍କର ଏମିତି ଅବସ୍ଥା ଦେଖି ମୁଁ ବି ବହୁତ କାନ୍ଦୁଥିଲି। କାହିଁକି ନା ମାଲିକିଆଣୀ ଆଉ ମୋ ସମ୍ପର୍କ ବହୁତ ଭଲ ଥିଲା। ସେଥିପାଇଁ ମାଲିକିଆଣୀଙ୍କର ଏତେ ଦୁଃଖ ଦେଖି ମୋତେ ବହୁତ କଷ୍ଟ ହୋଇଥିଲା। ଆଉ ଯେତେବେଳେ ସିପ୍ରା ଜନ୍ମ ହେଲା, ପ୍ରଥମେ ତ ମାଲିକିଆଣୀ ବହୁତ କାନ୍ଦୁଥିଲେ। ମାଲିକଙ୍କୁ ମନେ ପକେଇ କାନ୍ଦୁଥିଲେ। କିନ୍ତୁ ତାପରେ ସିପ୍ରାକୁ ପାଳିବାରେ ପୁରା ବ୍ୟସ୍ତ ରହିଗଲେ। ମାଲିକିଆଣୀଙ୍କ ବାପା ମା ଚାହୁଁଥିଲେ କି ମାଲିକିଆଣୀଙ୍କର ଦ୍ୱିତୀୟ ବିବାହର କରିବା ପାଇଁ, କିନ୍ତୁ ମାଲିକିଆଣୀ ମନା କରିଦେଲେ। ଆଉ କହିଲେ, ନା, ମୁଁ ମୋ ସ୍ୱାମୀଙ୍କୁ ବହୁତ ଭଲ ପାଏ, ଆଉ ମୁଁ ମୋ ସ୍ୱାମୀଙ୍କ ସ୍ମୃତିକୁ ନେଇ ସାରା ଜୀବନ କାଟିଦେବି। ତାପରେ ସେଇଆ ହିଁ ହେଲା। ଏବେ 14 ବର୍ଷ ବିତିଗଲାଣି, କିନ୍ତୁ ଏବେ ମାଲିକିଆଣୀଙ୍କର ସବୁଠୁ ବିଶ୍ୱାସ ଚାକର ହେଉଛି ମୁଁ। ମୋ ମାଲିକିଆଣୀଙ୍କର ସବୁ କାରବାରର ହିସାବ ପତ୍ର ମୁଁ ହିଁ ରଖୁଥିଲି। ଗୋଟେ ଟଙ୍କା ବି ଏପଟ ସେପଟ କରୁନଥିଲି। ପ୍ରତି ଟଙ୍କାର ହିସାବ ମୁଁ ମାଲିକିଆଣୀଙ୍କୁ ଦେଉଥିଲି। ଏ ବର୍ଷ ମାଲିକିଆଣୀଙ୍କ ବାପା ମା ତୀର୍ଥଯାତ୍ରାରେ ଯାଉଥିଲେ। ଏକଥା ମାଲିକିଆଣୀ ଶୁଣିକି ସେମାନଙ୍କର ସାଙ୍ଗରେ ତୀର୍ଥଯାତ୍ରାରେ ଯିବା ପାଇଁ ବାହାରିଲେ। ଏକଥା ଶୁଣି ସିପ୍ରା ହଙ୍ଗାମା କରିଦେଲା। କହିଲା, ମୁଁ ମାଙ୍କ ସହିତ ଯିବି, ଏକୁଟିଆ ରହିପାରିବିନି। ମାଲିକିଆଣୀ କହିଲେ, ମୁଁ ତତେ ସାଙ୍ଗରେ ନେଇକି ଯାଇଥାନ୍ତି, କିନ୍ତୁ ତୋର ଫାଇନାଲ ପରୀକ୍ଷା ଅଛି ତ, ସେଥିପାଇଁ ମୁଁ ନଉନି। କିନ୍ତୁ ମୁଁ ଆରଥରକ ଗଲାବେଳେ ତତେ ଆମେ ନିଶ୍ଚୟ ନେଇକି ଯିବୁ। ବହୁତ କଷ୍ଟରେ ସିପ୍ରା ରାଜି ହେଲା। କିନ୍ତୁ ମାଲିକିଆଣୀ ମୋତେ ଯେଉଁ କଥା କହିଲେ, ମୁଁ ପୁରା ଚିନ୍ତାରେ ପଡ଼ିଯାଇଥିଲି। ତାପରେ ମାଲିକିଆଣୀ ତୀର୍ଥଯାତ୍ରାରେ ଚାଲିଗଲେ। ମାଲିକିଆଣୀ ଯିବା ପରେ ମୁଁ ସାଙ୍ଗେ ସାଙ୍ଗେ ସୋଫା ଉପରେ ବସି ପଡ଼ିଲି, ଆଉ ମନେ ମନେ ଘରର ମାଲିକ ବୋଲି ଭାବୁଥିଲି। କାଚ ଟେବୁଲ ଉପରେ ଗୋଡ଼ ରଖିକି ବସିଲି, ଆଉ ଟିଭି ରିମୋଟ୍ ଧରିକି ଚ୍ୟାନେଲ ଚେଞ୍ଜ କଲି, ଆଉ ଘରର ରୋଷେଇୟାକୁ ବି ମୋ ପାଇଁ ଚାହା ଆଣିବାକୁ କହିଲି। ଯେତେବେଳେ ରୋଷେଇୟା ଚାହା ନେଇକି ଆସୁଥିଲା, ଠିକ୍ ସେହି ସମୟରେ ସିପ୍ରା ଘର ଭିତରକୁ ଆସିଗଲା, ଆଉ ମୋତେ ଦେଖି କହିଲା, ଏ ଆଦିତ୍ୟ, ତୁ କ'ଣ ଭାବୁଛୁ? ମା ନାହିଁ ତ କ'ଣ ହେଲା, ମୁଁ ଅଛି।
जो पर्यंत माँ घर को आसीना से पर्यंत है मु मालिकियाणी। मु कहली नाई छोट मालिकियाणी सेमिति किछि नहीं, तमे ए विषय मालिकियाणी को किछि कहबनी। तापरे सिप्रा से चाकर हाथरू चाह कप नहीं निजे सोफा उपरे बसी चाह पीला आउ टीवी चैनल चेंज कला। ए सबु देखि मु पूरा रागी जाउथिली। मोर केबे भी मालिकियाणी को झियो सह पड़ू नथिला। सी मते बहुत थर बाजार को पठाउथिले आउ कहूथिले केवल आदित्य ही मोर सब काम करिवो, को ड्राइवर नुहे कि आउ को चाकर नुहे। तांको कथा सुनी मालिकियाणी कहूथिले आदित्य जो कथा छोट मालिकियाणी कहूछि ता कथा मान। सेथिपाई मु सिप्रा कथा मानुथिली। जेमिति राति हेला मु मो रूम को जाउथिली। सेही समय रे छोट मालिकियाणी मते डाकिले, कहिले कुआडे जाउछु आदित्य? माँ तुमको कहिथिले ना तमे मो रूम रे मो पाखरे सोइब। मोर सेही समय रे मालिकियाणी को कथा मन पड़ीगला। मु कहिली छोट मालिकियाणी मते मो रूम व्यतीत आउ कोठी निद लागेनी। मु कहिली घरे चाकराणी माने भी अछंती, सेमानक भितरु जणकु नै कि पाखरे सोई दियो। छोट मालिकियाणी कहिले नाई माँ तुमको कहिथिले मो रूम रे सोइबा पई, तमे ही सोइब, चलो रूम को चलो। तापरे मु छोट मालिकियाणी को रूम को गली। से बेड ऊपर सोइले, मु सोफा ऊपर सोइली। तापरे सिप्रा रूम लाइट बंद कर देले। मो छाती तो जोर जोर से धक धक कला। केमिति गोटे अजब प्रकार लागिला। काच झरका दे रूम भीतर को जह्न आलुओ पड़ुथाए सीधा सिप्रार मुह को। एकुटिया अंधार राति पाखरे सुंदर झीटीए मते जमा निद लागुनथला। मो मन कहूला सिप्रार निकटतर हेबा पाई, किंतु से मालिकियाणी के झील मु कौन ताको छुई पारिबी। तापरे मु धीरे धीरे सिप्रा पाखक गली आउ ताको किस कली। कहीं केजाणी मत बहुत डर लगिला। मु सोफा ऊपर को आसुवा समय रे छोट मालिकियाणी मते टाणी धरिले। मु देखे तो छोट मालिकियाणी गभीर निदरे शोइथिले। आगको किछि भूल हेबा पूर्वरु मु छोट मालिकियाणी को हाथ को छड़ेली, किंतु छोट मालिकियाणी मते छाड़िलेनी। मु तांको पाखरे सारा राति सेमिति बसी रहिली। जेतेबेले सकाळ हेला निद भांगिला छोट मालिकियाणी रूम रे नथिले। तांकर परीक्षा थिला, सेथिपई से रेडी होउथिले। मु जेतेबेले रूम बाहर को आसिली सेही समय रे छोट मालिकियाणी मते कहिले काली रात्रि एमिति लागुथिला जेमिति मो माँ मो पाखरे बसिथिले, हेले तमे मो मुंड पाखरे काहेकि बसिकी सोइथिला। मु कथा बुलेइबा को जाई कहिली नाई सेमिति किछि नाही। मालिकियाणी कहिथिले ना तमर निदरे चलिबार अभ्यास अछि, सेथिपई। सेही समय रे छोट मालिकियाणी कहिले हौ हौ मोर परीक्षा समय हे गलानी, जल्दी मते कॉलेज नै कि छाड़ी के आस। तापरे मु छोट मालिकियाणी को कॉलेज रे छाड़ी के आसली आउ हिसाब पत्र रे लागी गली। आउ हिसाब पत्र रे एते व्यस्त हे गली जे मु पूरा भूली गली कॉलेज जाई कि छोट मालिकियाणी को आनिबाकू। सेही समय रे मालिकियाणी फोन कले आउ कहिले आदित्य तू कौन करूछु, कॉलेज काहे कि जाइनु? केतेबेलु सिप्रा कॉलेज रे ठिया हेछि। मु घंटा देखे तो 2टा बाजिलानी। मु मालिकियाणी को कहिली मु टिके हिसाब पत्र रे व्यस्त रही जाइथिली, सेथिपई मु भूली जाइछि। हौ हौ मु संगे संगे जाई कि नै कि आसुछि। जेतेबेले मु जाई कॉलेज रे पहुंचिली, कॉलेज रे गोटे हेले पिला नथिले। छोट मालिकियाणी एकुटिया ठिया हेथिले। मते देखि सिक्युरिटी कहिला एते लेट कोन पई, मु पुणी घर को जीबी ना नहीं। तापरे छोट मालिकियाणी आसी सीधा गाड़ी रे बसिले। से रागी की पूरा लाल पड़ जाउथिले। जेतेबेले आमे घरे आसिकी पहुंचिलु सेतेबेले को रोसैया रोसई करि नथिला, गप्प मारुथिला। मालिकियाणी घरे नथिले बोली एमिति सबु होउथिला। मु भी सेमानको किछि कहि पार नथिली, कारण सेमाने मते टिके टिके कथारे कहूथिले तू भी आम परी ए घरर चाकर, सेथिपई सेमानको मु किछि कुहेनी। रोसई नहेबा देखि छोट मालिकियाणी से रोसैया को बहुत कथा सुनी देले। किछि समय परे रोसैया रोसई सारी खाइबा को देदेला। एमिति दिन जाक गला। जेमिति राति हेला जेतेबेले मु छोट मालिकियाणी को रूम को गली सेतेबेले को छोट मालिकियाणी सोई पड़िथिले। मु भाबिली काली परी मो द्वारा किछि भूल न होई जाऊ, सेथिपई मु ड्राइंग रूम रे सोफा ऊपर सोइली। जेतेबेले सकाळ हेला मु छोट मालिकियाणी को रूम को गली सेतेबेले को से रूम रे नथिले। घर चारिपाख सबु आड़े खोजिलु, किंतु छोट मालिकियाणी मिलिलेनी। मु सांगे सांगे मालिकियाणी को फोन करिकी कहिदेली। मालिकियाणी पुलिस को फोन करदेले। घरे समस्ते थिले, किंतु रोसैया नथिला। मो मन काहेकि केजाणी रोसैया उपरे संदेह करथला।
ସାଙ୍ଗେ ସାଙ୍ଗେ ଆମେ ସିସିଟିଭି ଚେକ୍ କଲୁ। ଦେଖିଲୁ ରୋଷେଇଆ ଛୋଟ ମାଲିକିଆଣୀଙ୍କ ପାଟି ବନ୍ଦ କରି ତାଙ୍କୁ ବାଇକ୍ରେ ବସେଇକି ନେଇଯାଉଛି। ସେ ଯେଉଁ ପଟକୁ ଗଲା ସେପଟେ ତା ସାଙ୍ଗ ଘର। ସେ ମୋତେ ବି ଗୋଟେ ଥର ତା ସାଙ୍ଗ ଘରକୁ ନେଇଥିଲା। ମୁଁ ଯାଇ ସିଧା ସେ ରୋଷେଇଆର ସାଙ୍ଗ ଘରେ ପହଞ୍ଚିଗଲି। ସେତେବେଳକୁ ସେ ରୋଷେଇଆ ଆଉ ତାର 2ଟି ସାଙ୍ଗ ଛୋଟ ମାଲିକିଆଣୀକୁ ଗୋଟେ ଚେୟାରରେ ବାନ୍ଧି ଦେଇଛନ୍ତି। ଛୋଟ ମାଲିକିଆଣୀ ଜୋରସେ ପାଟି କରୁଛନ୍ତି, କହୁଛନ୍ତି ତମେମାନେ ମୋତେ ଛାଡ଼ିଦିଅ, ମୋ ମା ଜାଣିଲେ ତମ ଅବସ୍ଥା ଖରାପ କରିଦେବେ। ତାପରେ ମୁଁ ଜାଣିନି ମୋ ଦେହକୁ ଏତେ ବଳ କୋଉଠୁ ଆସିଲା। ମୁଁ ସେ 3 ଜଣଙ୍କୁ ବାଡ଼ିଆ ପିଟା କଲି। ସେହି ସମୟରେ ପୋଲିସ ଆସି ପହଞ୍ଚିଗଲା ଆଉ ସେମାନଙ୍କୁ ଜେଲକୁ ନେଇଗଲା। ମୋତେ ଦେଖି ଛୋଟ ମାଲିକିଆଣୀ ଜୋରସେ କୁଣ୍ଢେଇ ପକେଇଲେ ଆଉ ଜୋରସେ କାନ୍ଦିଲେ। ସେତେବେଳକୁ ମାଲିକିଆଣୀ ମଧ୍ୟ ଆସିକି ପହଞ୍ଚିଗଲେ ଆଉ ମୋତେ ବହୁତ ଧନ୍ୟବାଦ ଦେଲେ ଆଉ ମା ଝିଅ ବହୁତ କାନ୍ଦିଲେ। ମୁଁ କହିଲି ଯେ ପର୍ଯ୍ୟନ୍ତ ମୁଁ ବଞ୍ଚିଛି ତମମାନଙ୍କର କିଛି କେହି କ୍ଷତି କରିପାରିବେନି। ତାପରେ ମାଲିକିଆଣୀ କହିଲେ, ଆଦିତ୍ୟ, ମୁଁ ଚାହୁଁଛି ତମେ ମୋ ସିପ୍ରାର ହାତ ଧର। ଏକଥା ଶୁଣି ମୁଁ ବହୁତ ଖୁସି ହେଇଗଲି। ଆଉ ଯେତେବେଳେ ମୁଁ ସିପ୍ରାକୁ ଚାହିଁଲି ସେତେବେଳକୁ ସିପ୍ରା ମୋତେ ଦେଖି ଲାଜ କରୁଥିଲା। କିଛି ଦିନ ପରେ ସିପ୍ରା ଆଉ ମୋର ବାହାଘର ହେଇଗଲା। ଏବେ ଆମେ 2 ଜଣ ବହୁତ ଖୁସିରେ ଅଛୁ। କିନ୍ତୁ ମାଲିକିଆଣୀ ଆଉ ଏ ଦୁନିଆରେ ନାହାନ୍ତି। ମୁଁ ଜାଣିଛି ମାଲିକିଆଣୀ ଉପରେ ଥାଇ ନିଶ୍ଚୟ ଆମକୁ ଆଶୀର୍ବାଦ ଦେଉଥିବେ। ତ ଶ୍ରୋତା ବନ୍ଧୁମାନେ, ଆଶା କରୁଛି ଆଜିର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚିନ୍ତ ପସନ୍ଦ ଆସିଥିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ। ତେବେ ଆଜି ପାଇଁ ରହୁଛି ବାଏ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର କାହାଣୀ ସହିତ ଆଉ ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ।